ଯିଏ ରହିଛନ୍ତି 12 ବର୍ଷ ଯିଏ ରହିଥିଲେ ସ୍ୱାଧୀନ ସେନାପତି ସେ ଗୁରୁତର ହୋଇଥିଲେ, ପ୍ରଥମେ ଗୁରୁତର ହୋଇଥିଲେ ଏବଂ ତାଙ୍କର କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଗତକାଲି ରାତି 8ଟା ସମୟରେ ଭର୍ତ୍ତି କରାଯାଇଥିଲା। ତରଭୁଜ ଖାଇ କେନ୍ଦ୍ରାପଡ଼ାରେ ଗୋଟେ ପରିବାର ପୁରା ଅସୁସ୍ଥ, ସେଥିରେ ଗୋଟେ 12 ବର୍ଷର ପିଲାଟି ମରିଗଲା। ତାମାନେ ତରଭୁଜ ଆଜିକା ଦିନରେ ତରଭୁଜ, ଆମ୍ବ, କଦଳୀ, ପଣସ ଯେକୌଣସି ସବୁ ଆସୁଛି ଖାଇବାକୁ, ଦେଖିବ ତା ଦେହରେ କେମିକାଲ ୟୁଜ୍ କରାହେଉଛି। ମୁଁ ଥରେ ଗୋଟେ ପୋଷ୍ଟ କରିଥିଲି, ତରଭୁଜ ସମସ୍ତେ କୁହନ୍ତି ଉପର ନେଳିଆ ଭିତର ନାଲିଆ, ଖାଇଲା ପରେ ବାହାରିବ କଳା, ଏଇଟା ମଞ୍ଜି, ଏଇଟା ସବୁ ଜାଣିଥିଲେ। କିନ୍ତୁ ଏବେ ବି ମାର୍କେଟରେ ହଳଦିଆ ତରଭୁଜ ଆସୁଛି। ତେଣୁ ହଳଦିଆ ଆସିଲା କେମିତି? ତା ବାହ୍ୟ ଅଂଶ କମି ଦେଉଛି। ତା ମାନେ କିଛି ବୈଜ୍ଞାନିକ ପଦ୍ଧତିରେ ହଉ କି ଯେକୌଣସି କେମିକାଲ ପଦ୍ଧତିରେ ଏରେ ସବୁ ତିଆରି କରାହେଉଛି। ପ୍ରକୃତିର ଯେଉଁ ସୃଷ୍ଟିଟାକୁ ଏବେ ବିନାଶରେ ଯେତେବେଳେ ନେଉଛି, ଆଉ ମଣିଷମାନେ ତରଭୁଜ ଖାଇକି ବିଷାକ୍ତ ହୋଇକି ମରିବେନି? ମରିବେ। ଏଇଟା ବି ସତ୍ୟତା। କାରଣ ହୁଏତ କୌଣସି ପାରିବାରିକ କଳହ କିମ୍ବା କୌଣସି ସିଷ୍ଟମ୍ ଯଦି ଥିବ, ଟିକେ ନାକୁ ସିରିଞ୍ଜରେ ପୁରେଇ ଦେଇଥିବେ, ସିଏ ବି ଗୋଟେ ପ୍ରକାର ସିଷ୍ଟମ। ତେଣୁ କାହାକୁ କହିବା? କହିଲା ବିନାଶ ବେଳେ ବିପରୀତ ବୁଦ୍ଧି। ତେଣୁ ଆଜି କେନ୍ଦ୍ରାପଡ଼ାରେ ଗୋଟେ ପରିବାର ତରଭୁଜ ଖାଇକି ଅସୁସ୍ଥ। ସାବିତ୍ରୀ ଆସିଲା, ରଜ ଆସିଲା, ଦେଖିବ କୌଣସି ମାନେ ପ୍ରକୃତିରେ ଯେକୌଣସି ଆମ୍ବ, ପଣସ ତାର ଠିକ୍ ନୀତି ନିୟମରେ ସିଏ ତାର ପାଚିବା ସମୟ ଆସିଯାଏ। ଯେମିତି ଗୋଟେ ମଣିଷଟା ତା ଜନ୍ମଠାରୁ ତାର ଯେମିତି ପାରିପକ୍ୱର ବୟସର ସୀମା ରହିଛି, ଏତିକି ବୟସ ହେଲେ ଏତିକି ସେତିକି ସେ, ସେମିତି ସବୁ ପନିପରିବା ଫଳମୂଳର ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି, ତାର ବୟସ ରହିଛି ବା ତାର ପାକଳ ହେବାର ସମୟ ବି ରହିଛି। ଆମେ କ'ଣ କରୁଛେ? ଜବରଦସ୍ତ କେମିତି କାଲିକି ପଣସଟା ପାଚିବ, ଧର କିଳା ବାଡ଼ାଅ। କେମିତି କଦଳୀଟା କାଲି ସକାଳକୁ ହଳଦିଆ ହେଇକି ବାହାରିବ, ଦିଅ ଟିକେ କେମିକାଲ ସ୍ପ୍ରେ କରିଦିଅ। ଆଉ ଏଇଭଳି ନେଳି ଆମ୍ବ କେମିତି ନାଲିଆ ଦିଶିବ, ନାଲି ଆମ୍ବ ଦେଖୁଥିବେ। ଏସବୁ ସୃଷ୍ଟି ନୁହଁ, ପ୍ରକୃତିର ସୃଷ୍ଟି ନୁହଁ। ଏଇଟା ହେଉଛି ପ୍ରକୃତ ସୃଷ୍ଟି। ପ୍ରକୃତି ସୃଷ୍ଟି ନୁହଁ, ପ୍ରକୃତ ସୃଷ୍ଟି ଯେତେବେଳେ ଆମେ କରିଦେଉଛେ, ତେଣୁ ଆମେ ପ୍ରକୃତିର ନିୟମରୁ ଉର୍ଦ୍ଧ୍ୱକୁ ଯାଉଛେ। ତେଣୁ ଆମେ ନାଶକୁ ନିମନ୍ତ୍ରଣ କରୁଛେ। ଏଠି କାହାକୁ ଦୋଷ ଦେବାନି? ତେଣୁ ସେଥିପାଇଁକା ଯେଉଁ କଥାଟି କୁହାହେଲା, କହିଲା ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ। ପ୍ରତିବାଦ କାହାକୁ କରିବା? କିଏ କ'ଣ କରିବ? ବର୍ତ୍ତମାନ ଆମେ ଯଦି କହିବା, ଭାଇରେ କାର୍ବାଇଡ଼୍ ସ୍ପ୍ରେ କାହିଁକି କରୁଛୁ, ଆଉ ତୁ କଦଳୀ ତାର 4 ଦିନ ଗଲେ କି ନହେଲେ ସେ ଗଛରେ ଯଦି ଠିକ୍ ପାକଳ ହେଇଥିବ, ସେ ତା ମନକୁ ପାଚିଯିବ। ତମେ କହିବ ନାଇଁ ନାଇଁ, କିନ୍ତୁ କାର୍ବାଇଡ଼୍ ମରା ହେଉଛି। କିନ୍ତୁ ଆମେ ଆମ ପିଲାବେଳେ ଜାଣିଛେ ଯେ କଦଳୀ ଗଛରୁ ଯଦି କଦଳୀଟା ତୋଳା ହୁଏ, ତାକୁ ଅଖାରେ କିମ୍ବା ପାଳେରେ ପୁରେଇ ଦିଆଯାଏ, ନଚେତ ଟିକେ ଚୂନ ମାରି ଦିଆଯାଏ ତା ଭୁଣ୍ଡିରେ, ଯେଉଁଟାକି ଆମ ପାଇଁକା କିଛି କ୍ଷତିକାରକ ନଥିଲା। ପଣସଟା ଯଦି ପାଚିବ, ତାକୁ ଖରାରେ ରଖିଦେବ, ତା ନାସି ଚାରିକର ଟିକେ ଲୁଣ ପାଣି ଦେଇ ଦିଅନ୍ତି, ଦେଖନ୍ତୁ ସିଏ ପାଚି ଯାଉଥିଲା। ଇଏ ଥିଲା ଆମର ଏଇଭଳି ସିଷ୍ଟମ୍ ଥିଲା। କିନ୍ତୁ ଆଜିକାଲି ଡେଟ୍ରେ ସେୟା ନାହିଁ ହେଲା। ଆଉ କ'ଣ କରାଯିବ? ଦେଖ, ଗାଁରୁ କଦଳୀ ଆସିଛି, ପବନ ହେଲା, ଗଛ ଭାଙ୍ଗିଗଲା, ପାକଳ ହଉ ନ ହଉ, ଆକୁ କ'ଣ ଆମେ ଚାହିଁଲେ ରାତି ପାଇଲା ସୁକୁ 2-3 ଘଣ୍ଟା ଭିତରେ ହଳଦିଆ କରିଦେଇ ପାରିବିନି? ହେଇପାରିବ। ଅଖାରେ ପୂରେଇକି ରଖିଦେବା, ସେ ତା ହିସାବରେ ପାଚିବ। କିନ୍ତୁ ନା, ତାକୁ ଜବରଦସ୍ତିଆ ପଚେଇବାର ଫଳ ସେଇଆ, ଆମକୁ ଭୋଗ କରିବାକୁ ପଡ଼ିବ। ସେଇଭଳି ଆଜି ଏ ସଂସାରରେ ସମସ୍ତେ ନାଶ ଯିବେ। କହିଲା ଖାଦ୍ୟକୁ ଖାଇବ, ତୁମକୁ ଅଖାଦ୍ୟ ଭଳିଆ ଲାଗିବ। ଆଉ ଅଖାଦ୍ୟ ଖାଇଲେ କ'ଣ ହେବ? ଅବେଳରେ ନାଶ ଯିବ। ତେଣୁ କାହାକୁ ଦୋଷ ଦେବାର ନାହିଁ, କି କିଏ ମଲା କି କିଏ ଗଲା, ଏଭଳି ସିଷ୍ଟମରେ ଆଉ ଦୁଃଖ କରିବାରେ କ'ଣ ଅଛି? ଯଦି ଜଣେ ଦୋଷ କରିବ, 100 ଜଣ ତା ଭୋଗ କରିବେ, ତା ପାଇଁକା ନାଶ ଯିବେ। ଯେପର୍ଯ୍ୟନ୍ତ ଏ ମାନବ ଦାନବରୁ ନ ବାହାରିଛି, ତାରି ବଂଶ ନାଶ ଯିବ। ଏଇ ମାନବ ବଂଶ ନାଶ ଯିବ। କାରଣ
ସମସ୍ତେ ଆମେ ପାଠ ବା ବିଦ୍ୟା ବା ଶାସ୍ତ୍ର ପୁରାଣରେ ଜାଣିଲେ ସତ୍ୟ, ଶାନ୍ତି, ଦୟା, କ୍ଷମା ପଢ଼ି ଦଉଛେ, ଏସବୁ ବେଦର ମହିମା। କିନ୍ତୁ ବେଦରେ ଆମେ ନ ରଖିକି ତାଙ୍କ ନୀତି ଧର୍ମ ଆମେ ଖାଲି ମୁଖରେ କହିଲେ ତୁଣ୍ଡରେ କହୁଛେ ମୁଣ୍ଡରେ ନଉନେ। ସେଥିପାଇଁ ଆଜି ବେଳ ଥାଉଁ ଆୟୁଷ ଥାଉଁ ବିନାଶ ହଉଛି।